ଯାଉ ଅଳ୍ପ ବହୁତରେ କିଛି ଗାଈ ଅଛନ୍ତି। ନୂଆ ବର୍ଷ ପାଇଁ ଆଉ ମଧ୍ୟ କିଛି ନୂଆ ଗାଈ ଆଣିବା ପାଇଁ ଯୋଜନା ରଖିଛି। ନୂଆ ବର୍ଷରେ ଆଉ କିଛି 2-3ଟା ନୂଆ ଗାଈ ଆଣିବି। ଯୋଉ ବ୍ରିଡ୍ କି ମୋ ପାଖରେ ନାହିଁ ସେ ବ୍ରିଡ୍ ଆଣିବା ପାଇଁ ମୁଁ ଯୋଜନା ରଖିଛି। ତାକୁ ନୂଆ ବର୍ଷରେ ଆଣି ନୂଆ ପ୍ରକାରର ନୂଆ ବ୍ରିଡ୍ ର ଗାଈ ଆଉ 4ଟା ରଖିବା ପାଇଁ ଚିନ୍ତାଧାରା ରଖିଛି। ଆଉ ସେ ଗାଈ ମାନେ ଆସିଲେ ମଧ୍ୟ ଆପଣ ମାନଙ୍କୁ ନିଶ୍ଚିତ ଦେଖେଇବି। ଆଉ ନିଶ୍ଚିତ ଆପଣ ମାନେ ଦେଖି ସେ ଗାଈ ଆପଣ ମାନେ ବି ରଖିପାରିବେ ବା ଚାଷ କରିପାରିବେ। ସେ କହୁଛି ତୁ କାହିଁକି ତା ପାଖରେ ଠିଆ ମୋ ପାଖରେ ଠିଆ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ସୁରେନ୍ଦ୍ରନାଥ। ଆଜି ଭିଡ଼ିଓରେ ଆପଣ ମାନଙ୍କୁ କହିବି କିଛି ଗାଈ ବିଷୟରେ, ଯୋଉଟା କି ଗାଈର ଚେର ବ୍ଲକ୍ କାହିଁକି ହୁଏ ଆଉ କ୍ଷୀରଟା କାହିଁକି ବାହାରେ। ନମସ୍କାର, ନବବର୍ଷର ହାର୍ଦ୍ଦିକ ଶୁଭକାମନା। ମୁଁ ସୁରେନ୍ଦ୍ରନାଥ। ଆଜି ଗାଈର ଚେର କାହିଁକି ବ୍ଲକ୍ ହୁଏ ଆଉ ସେ କାହିଁକି କ୍ଷୀର ବାହାରେ ନା ତାରି ବିଷୟରେ ଆଜିର ଭିଡ଼ିଓଟା ଆପଣ ମାନଙ୍କୁ କହିବି। ଆଉ କିଛି ମଧ୍ୟ ତା ଦେହରେ ଦେଖେଇବି। ଦେଖନ୍ତୁ, ଆଜିକାଲି ବହୁତ ଚାଷୀ ଭାଇ ମାନେ ଗାଈ ପାଳୁଛନ୍ତି। କିଛି ନୂଆ ଯୁବ ଚାଷୀ ଭାଇ ମାନେ ବାହାରିଛନ୍ତି, କମେଣ୍ଟ କରୁଛନ୍ତି, ଫୋନ ମଧ୍ୟ କରୁଛନ୍ତି ଯେ ଆମେ ଗାଈ ଫାର୍ମ କରିବୁ, ଗାଈ ପାଳିବୁ, ଗାଈ ଚାଷ କରିବୁ, କେମିତି କରିବୁ, କଣ କରିବୁ, ଏ ବିଷୟରେ ମଧ୍ୟ ପଚାରୁଛନ୍ତି। ଦେଖନ୍ତୁ, ଯୋଉ ଭାଇ ମାନେ ନୂଆ ଗାଈ ଚାଷ କରିବା ପାଇଁ ଚାହୁଁଛନ୍ତି ସେମାନେ ଗାଈ ବିଷୟରେ କିଛି ଜାଣନ୍ତୁ। କିଛି ଜାଣିଲା ପରେ ଗାଈ ଚାଷ କରନ୍ତୁ କି ଗାଈ ପାଳନ୍ତୁ। ଗାଈ ପାଳିବାଟା ଏତେ ସହଜ କଥା ନୁହେଁ। ଗାଈ ପାଳିବାକୁ ହେଲେ ନିଜେ ମୁଣ୍ଡେଇକି ଗୋବର ବୋହିବାକୁ ପଡ଼ିବ, ନିଜେ ମୁଣ୍ଡେଇକି ଘାସ ଆଣିବାକୁ ପଡ଼ିବ, ନିଜେ ମୁଣ୍ଡେଇକି ଛଣ ଆଣିବାକୁ ପଡ଼ିବ, ନିଜେ ଦରକାର ପଡ଼ିଲେ ଗାଈ ସାଙ୍ଗରେ ଗାଈ ହବାକୁ ପଡ଼ିବ। ସେଥିପାଇଁ କଥାରେ ଅଛି, ଗାଈ ସାଙ୍ଗରେ ବାଇ, ମଇଁଷି ରଖିବ ଧାଇଁ ଦୋପଡ଼ି, ଘୁଷୁରୀ ରଖିବ ଲୁହାର ବର୍ତ୍ତଣା ଖାଇ। ଏଇଟା ବଡ଼ ପୁରୁଷ ମାନେ କହନ୍ତି। କାହିଁକି କହନ୍ତି ୟାକୁ? ଗାଈ ସାଙ୍ଗରେ ଯଦି ବାଇ ନହବ ଗାଈ ରଖିପାରିବ ନାହିଁ। ବୁଝିଲେ? ଗାଈ ସାଙ୍ଗରେ ବାଇ ହେବାକୁ ପଡ଼ିବ। ଗାଈ କେମିତି ଖାଇଲା, କଣ ଖାଇଲା, କାହିଁ ଆଜି ଖାଉନି, ତାର କଣ ଅସୁବିଧା ହେଇଛି, କାହିଁକି ଏମିତି ଝାଡ଼ା ହେଇଛି, ଏଗୁଡ଼ା ସବୁ ଦେଖିବାକୁ ପଡ଼ିବ। ଟିକ୍ ଦେଖିବାକୁ ପଡ଼ିବ। ନ ଦେଖିଲେ ଭାଇ ଗାଈ ପାଳି ପାରିବନି। ଗାଈ ପାଳିବାଟା ଏତେ ସହଜ କଥା ନୁହେଁ। ସେଥିପାଇଁ ବଡ଼ ପୁରୁଷ ମାନେ ଏଇ କଥାଟା କହିଛନ୍ତି। ଦେଖନ୍ତୁ, ଏଇ ଯୋଉ ଚେର ବିଷୟରେ କହିବି। ଗାଈ ସାଧାରଣତଃ କାହିଁକି ଚେର ବ୍ଲକ୍ ହୁଏ? ଚେର ବ୍ଲକ୍ କାହିଁକି ହୁଏ? ଚେର ବ୍ଲକ୍ ହବାର ବିଭିନ୍ନ କାରଣ ଅଛି। କିନ୍ତୁ ଆମକୁ ସର୍ବପ୍ରଥମ କଣ କରିବାକୁ ପଡ଼ିବ ନା, ଆମେ ଧର ଗାଈଟା ଦୁଇଁଲେ କି ଦୁଇଁବା ଆରମ୍ଭ କଲେ, ତାକୁ ସର୍ବପ୍ରଥମ ଆଜି ଗାଈ ପନାଟାକୁ ପରିଷ୍କାର କରି ଧୋଇବା। ଧୋଇକି ତାକୁ ସଫା କପଡ଼ାରେ ପୋଛିବା। ପୋଛି ସାରିଲା ପରେ ନିଜ ହାତ ପରିଷ୍କାର କରିବା, ତାକୁ ଧୋଇବା। ଧୋଇ ସାରିଲା ପରେ ଯାଇ ଗାଈ ଦୁଇଁବା ଆରମ୍ଭ କରିବା। ଗାଈ ଦୁଇଁ ସାରିଲେ, ଆମେ ଗାଈ ଦୁଇଁବା ଆରମ୍ଭ କଲେ, ଗାଈ ଦୁଇଁ ସାରିଲେ ତାପରେ ସାଙ୍ଗେ ସାଙ୍ଗେ କଣ କରିବା, ଏ ଗାଈଟା ଦୁଆଁ ସରିଲା, ଆକୁ ସାଙ୍ଗେ ସାଙ୍ଗେ ଖାଇବାକୁ ଦେବା। ଖାଇବାକୁ ଦେଲେ କଣ ହବ ନା, ଏ ଗାଈ ଆଉ ଶୋଇବନି। କି ଶୋଇଲେ ସିନା, ସେ ଗାଈଟା ଶୋଇ ପଡ଼ିଲେ ତାର ଯୋଉ ଚେର ମୁହଁଟା ଖୋଲା ଥିବ, ସେଇଟା ବୋଧେ 15-20 ମିନିଟ୍ ଅଧଘଣ୍ଟା ପର୍ଯ୍ୟନ୍ତ ସେ ଜାଗାଟା ଦୁଇଁଲା ପରେ ଖୋଲା ରୁହେ। ଖୋଲା ଥିଲେ ଏଇ ଯୋଉ ଅଛି ଅପରିଷ୍କାର ଜାଗା, ଏ ଅପରିଷ୍କାର ଜାଗାରେ ଯଦି ସେ ଶୋଇ ପଡ଼ିବ, କଣ ହବ ନା, ସେ କିଛି ନ ହଉ, କିଛି ଜୀବାଣୁ ନ ପଶୁ, ଏଇ ଯଦି ମାଟି ଟିକେ କି ଗୋବର ଟିକେ ତା ଭିତରକୁ ଚାଲିଗଲା, କି ତା ଗ୍ୟାସଟା ଚାଲିଗଲା, ସେ ଜାଗାରେ କୋଉଠି ନା କୋଉଠି ଟିକେ ଇନଫେକ୍ସନ ହବ। ଇନଫେକ୍ସନ ହେଲେ କଣ ହବ ନା, କ୍ଷୀରଟା କଟିଂ ହବ, ଖଣ୍ଡ ଖଣ୍ଡ ହେଇ ରହିଯିବ। ସେ କଟିଂ ହେଲା ମାନେ ତା ଭିତରେ ସେ ପଚିବା ସୃଷ୍ଟି କରିବ। ସେ ପଚିବା ସୃଷ୍ଟି ହେଲେ ତା ଭିତରେ ଆସ୍ତେ କିନା କ୍ଷୀରଟା ଆଉ ଛାଡୁ ତଳୁ ଆଉ ଖସିବନି। ତଳକୁ ଯେତେବେଳେ ନ ଖସିବ କଣ ହବ ନା, ସିଏ ସେଠୁ ଗେଟା ଧରିବ, ମାନେ ଟାଣ ରହିବ। ଚେରର ମୂଳଟା ଦେଖନ୍ତୁ, ଏଇ ଯୋଉ ଚେରର ମୂଳଟା, ଏଇ ମୂଳଟା ତାର ଗେଟା ହେଇଯିବ। ଏଇ ଜାଗାଟା ଟାଣ ହେଇଯିବ। ଟାଣ ହେଇଗଲା ପରେ କଣ ହବ ନା, ଆଉ କ୍ଷୀର ବାହାରିବ ନାହିଁ। ଆମେ ସର୍ବପ୍ରଥମ ଯଦି ତାକୁ ଆମେ ଏଇଭଳି ଭାବରେ କଣ କରିବା ନା, ଆମେ ଖାଇବା ଦୁଇଁ ସାରିବା ପରେ ତାକୁ ଖାଇବାକୁ ଦେଇଦେବା। ସେ ଠିଆ ହେଇକି ଆରାମରେ ଖାଇଲା। ସେ ଆଉ ତଳେ ଶୋଇବନି, କି କୌଣସି ଗୋବର ହଉ କି ମୁକ୍ତ ହଉ କି କୌଣସି ଜୀବାଣୁ ହଉ ସେଠି ଆଉ ପଶି ପାରିବ ନା। ସେଠି ଯଦି ନ ପଶି ପାରିବ, ତାର ଆଉ ସେ ଚେରର ଯୋଉ ବ୍ଲକ୍ ହବା ପ୍ରୋବ୍ଲେମଟା ସେଇଟା ହବ ନାହିଁ।
ଏଇଟା ବି ମାନେ 2 ମାସ ଟାଇମରେ 2 ମାସ ଟାଇମଟା ହଉଛି ବେଶୀ, କିନ୍ତୁ ଅଲଗା ଟାଇମରେ ବି ଚେର ଖୋଲିଯାଏ। କେମିତି ଖୋଲିଯାଏ ନା ଧର ଗୋଟେ ଗାଈ ପନାଟା ବାହାରିକି ରହିଛି, କ୍ଷୀରଟା ଭିଡେଇକି ରହିଛି, ସେ ଶୋଇପଡିଲା ଗୁହାଳେ, ଶୋଇପଡିଲା। ସେତେବେଳେ କଣ ହେଲା ନା ସେ ଚିପି ହେଇ ରହିକି ତା ପୁରା ତଳେ ଜଙ୍ଘ ତଳେ ଚିପି ହେଇକି ରହିକି ସେ ମୁହଁଟା ମଧ୍ୟ ଖୋଲି ଯାଏ। ଖୋଲିଗଲା ପରେ ଦେଖିବେ ସେଠି ଗୁହାଳେ ହଉ କି ସେଇଆ ଜାଗାରେ ହଉ କ୍ଷୀର କିଛି ବୋଇଥିବ, ସେଭଳି ମଧ୍ୟ ହୁଏ। ଦୁଇଁଲା ବେଳେ ହୁଏ, ସେଭଳି ମଧ୍ୟ ହୁଏ। ଦୁଇଁଲା ବେଳେ କିନ୍ତୁ ଆମେ ଜଗିପାରିବା, ସେଟାକୁ ତ ଆମେ ଜଗିପାରିବା ନା, ସେ କେତେବେଳେ ଶୋଇବ କଣ କରିବ ସେଟା ଦେଖିପାରିବା। ସେଥିପାଇଁ ଆମେ ସବୁବେଳେ ଯୋଉ ଜାଗାରେ ବାନ୍ଧିବା ସେ ଜାଗାକୁ ପରିଷ୍କାର ପରିଚ୍ଛନ୍ନ ରଖିବା। ପରିଷ୍କାର ପରିଚ୍ଛନ୍ନ ରଖିଲେ ସେ ଏ ପ୍ରୋବ୍ଲେମଟା ହବନି। ଯଦି ବାଇଚାନ୍ସ ଏ ପ୍ରୋବ୍ଲେମଟା କୋଉ ଭାଇର ଯଦି ବାହାରି ପଡିଲା, ଦେଖିଲେ ସାଙ୍ଗେ ସାଙ୍ଗେ କ୍ଷୀର ବାହାରିଲାନି, କ୍ଷୀର ବାହାରିବା କମିଗଲା ବା ଚେରମୂଳ ଗେଟା ହେଇଗଲା, ତାହେଲେ ସେ ଭାଇ ମାନେ କିଛି ଆଗେ ନ କରି ସର୍ବପ୍ରଥମ ସେ ଜାଗାଟାକୁ କଣ କରିବେ ନା ଲିମ୍ବ ପାଣିରେ ଭଲ ଭାବରେ ପରିଷ୍କାର କରି ସେ ଚେରଟାକୁ ଧୋଇଦେବେ, ସେ ପଣାଟାକୁ ପରିଷ୍କାର କରି ଧୋଇଦେବେ। ଧୋଇଦେଲା ପରେ କଣ କରିବେ ସାଙ୍ଗେ ସାଙ୍ଗେ ଗୋଟେ ଲିମ୍ବ କାଠି ଆଣିବେ। ଲିମ୍ବ ଯୋଉ ପତ୍ର ହେଇଥାଏ ଯୋଉ ଡେମ୍ଫ ଦିହରେ, ସେ ପତ୍ରର କାଠି ଯୋଉଟା କି ଡାଳ ଦିହରେ ଲାଗିଥାଏ, ଗୋଟେ ପଟ ତାର ଦେଖିବେ ଯୋଉଟା ଡାଳ ଦିହରେ ଲାଗିଥାଏ ସେପଟଟା ଗୋଟେ ମାନେ ଖୋପା ଟାଇପ ର ଥାଏ, ସେପଟଟା ମୋଟା ଥାଏ, ଆଉ ପତ୍ର ଅଗ ଆଡକୁ ସେପଟଟା ସରୁ ଥାଏ। ସେଇ ସରୁ ପଟଟାକୁ କଣ କରିବେ ଏତେ ଖଣ୍ଡେ ସେ ଚେର ଭିତରକୁ, ଏଇ ଯୋଉ ଚେର ଅଛି ଏଇ ଚେରର ଯୋଉ ଅଗ ପୋଜିସନ ଯୋଉ ଗୋଟେ କ୍ଷୀର ବାହାରୁଛି, ସେ କ୍ଷୀରଟାକୁ କ୍ଷୀର ବାହାରିବା ବାଟରେ ଭର୍ତ୍ତି କରିଦେବେ। ଏତେ ଖଣ୍ଡେ ଭର୍ତ୍ତି କରିଦେବେ, ଏତେ ଖଣ୍ଡେ ଭର୍ତ୍ତି କରିଦେବେ। ଭର୍ତ୍ତି କରିଦେଲା ପରେ ଦେଖିବେ ସେ ରହିଲା ଗୋଟେ ରାତି ପୁରା ଛାଡିଦେବେ। ଗୋଟେ ରାତି ପୁରା ଛାଡିଦେବେ ଭିତରେ ଭର୍ତ୍ତି କରି, ତାପରେ ସେ ସକାଳୁ ବାହାର କରିଦେବେ। ବାହାର କଲା ପରେ ଦେଖିବେ ସେ ଚେରରୁ ନିଶ୍ଚିତ କ୍ଷୀର ଟିକେ ଯେତିକି ବନ୍ଦ ହେଇଥିଲା, ଯୋଉ ମାତ୍ରାରେ ଆସିଥିଲା ତାକୁ ଅଧିକା ନିଶ୍ଚିତ ଆସିବ। ଏଇଭଳି ଭାବରେ ଯଦି ଲଗାତାର 2-3 ଦିନ କରିବେ, ନିଶ୍ଚିତ ଭାବରେ ସେ ଯୋଉ କ୍ଷୀର ବାହାରିବା ପ୍ରୋବ୍ଲେମଟା ହେଇଥିବ ବା କ୍ଷୀର କଟିଥିବ, ସେ ପ୍ରୋବ୍ଲେମଟା ଆପଣଙ୍କର ନିଶ୍ଚିତ ଭାବରେ ସଲ୍ଭ ହେଇଯିବ। ଦେଖିବେ ନିଶ୍ଚିତ ଭାବରେ ଏ ପ୍ରୋବ୍ଲେମଟା ଆପଣଙ୍କର ସଲ୍ଭ ହେଇଯିବ। ତାପରେ କଣ କରିବେ ନା ଲଗାତାର 3 ଦିନ କଲା ପରେ ଦେଖିଲେ ଯଦି ସେ ଜାଗାରୁ ଆଉ କିଛି କଟା କ୍ଷୀର ଆସୁଛି କି ଯେତିକି କ୍ଷୀର ବାହାରୁ ଥିଲା ସେତିକି କ୍ଷୀର ସେ ସେରୁରୁ ବାହାରୁନି, ତାହେଲେ ଯାଇକି କଣ କରିବେ ନା ଲଗାତାର 3 ଦିନ ଜାଗାରେ ଆଉ 3 ଦିନ ତାକୁ ଲଗେଇବେ। ଲଗେଇଲା ପରେ ଯୋଉଟାକୁ ଲଗେଇବେ ସେଇଟାକୁ ଆଜି ଲଗେଇଲେ ସେଟା ବାହାର କରି ଫୋପାଡ଼ି ଦେବେ। ଫେର କଣ କରିବେ ସେ ଜାଗାକୁ ଧୋଇ ଦେଇ ପରିଷ୍କାର କରିଦେବେ, ସେ ଚେରକୁ ଧୋଇ ଦେଇ ପରିଷ୍କାର କରିଦେବେ। ପରିଷ୍କାର କରିଦେଇ ଫେର ଆଉ ଗୋଟେ ନୂଆ ଆଣିବେ, ନୂଆ ଆଣିକି ଲଗେଇବେ। ଯୋଉଟା ଲଗଉଛନ୍ତି ସେଇଟା ଡେଲି ଲଗେଇବେନି, ସେଇଟା ଡେଲି ଫୋପାଡ଼ିବେ, ଆଉ ଗୋଟେ ନୂଆ ଡେଲି ଲଗେଇବେ। এইଭଳି ଭାବରେ 7-8 ଦିନ କରିବେ, ଦେଖିବେ ନିଶ୍ଚିତ ସେଟା ଯୋଉ ଭଳି ଆଗରୁ ଥିଲା ସେଇଭଳି ନିଶ୍ଚିତ ହେଇଯିବ। এটা ମାନେ 100ରୁ 80%, 80% ଆଦେରେ ନିଶ୍ଚିତ ଭଲ ହବ, ଗ୍ୟାରେଣ୍ଟି ସହ। ଆଉ ଯଦି ତାର ସେଇଟା ଥନହରା ପ୍ରୋବ୍ଲେମ ଥିବ କି ତା ଭିତରେ ତାର ଯୋଉ ଭେନଟା ଦବିଥିବ କି ଭେନ କୋଉଠି କଟିଂ ହେଇଥିବ, ଶୋଇଲା ବେଳେ ରଗଡି ହେଇଥିବ, ସେ ପ୍ରୋବ୍ଲେମରେ ସେ ସବୁ ଜିନିଷରେ ଏଇଟା ଟିକେ କମ କାମ କରିବ। କିନ୍ତୁ ଏ ଜୀବାଣୁ ପଶିକି ଯଦି କ୍ଷୀର କଟିଂ ହେଇଥିବ ତାହେଲେ କି ବ୍ଲକ ହେଇଥିବ, ତାହେଲେ ଏଇଟା ମାନେ 100-90% କାମ କରିବ। କିନ୍ତୁ ଯଦି ସେଇଟା ଥନହରା ପ୍ରୋବ୍ଲେମ ହଉ କି ଚେର ଯୋଉ ଶିରଟା ରଗଡି ହେଇଯିବା ହଉ କି କୌଣସି ଜାଗାରେ ବାଡେଇ ହେଇଯିବା ହଉ, ଏସବୁ ଜାଗାରେ ସେଟା କାମ କରିବ କିନ୍ତୁ ଏତେ ମାତ୍ରାରେ ନୁହେଁ। ସେଥିପାଇଁ ତା ପାଇଁ ମେଡିସିନ ଦରକାର ହବ, କାରଣ ଯେହେତୁ ଶିରଟା ମକଚି ହେଇଯାଇଛି କି ଦଳି ହେଇଯାଇଛି କି ଦବି ଯାଇଛି, ତା ପାଇଁ ମେଡିସିନ ପ୍ରୟୋଗ କରିବାକୁ ପଡିବ। ତା ପାଇଁ ବି ଆୟୁର୍ବେଦିକର ମେଡିସିନ ଅଛି, ତାକୁ ବି ପ୍ରୟୋଗ କରିପାରିବେ। ଆଉ ଯଦି ଭାଇମାନଙ୍କୁ ଏ ଭିଡ଼ିଓଟା ଭଲ ଲାଗିଛି ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ। ନମସ୍କାର, ମୁଁ ସୁରେନ୍ଦ୍ର ନାଥ। ଆଉ ଆଜି ପାଇଁ ଏତିକି।